ନମସ୍କାର। ଜୟ ମା ସନ୍ତୋଷୀ। ମା ଆମ ସମସ୍ତଙ୍କୁ ଶାନ୍ତି ଓ ସନ୍ତୋଷରେ ବଞ୍ଚିବା ପାଇଁ ରାସ୍ତା ଦେଖାନ୍ତୁ। ଆଜି ଆମେ ହର୍ଷେଇ ଯେଉଁ ଅକ୍ଷର ଅଛି ତା ବିଷୟରେ 4ଟି ଶବ୍ଦ ଆମେ କଥା ହେବା। ପ୍ରଥମ ଶବ୍ଦ ହେଲା ହର୍ଷେଇରେ ଇଚ୍ଛା, ଦ୍ୱିତୀୟ ହେଲା ଇଜ୍ଜତ, ତୃତୀୟ ଇନ୍ଦ୍ରିୟ, ଚତୁର୍ଥ ହେଲା ଇତିହାସ। ଆମେ ପ୍ରଥମେ ଇଚ୍ଛା ବିଷୟରେ କହିବା। ମୁଁ ଯାହା ଜାଣିଛି, ମୁଁ ଯାହା ଭାବୁଛି ସେ ଜିନିଷ ଆପଣମାନଙ୍କୁ ସେୟାର କରୁଛି। ଆପଣମାନଙ୍କ ମତାମତ ମଧ୍ୟ ଆପଣ ଦେଇପାରିବେ କମେଣ୍ଟ ମାଧ୍ୟମରେ। ଆଉ ପ୍ରଥମେ ଆମେ ଦେଖିବା ଇଚ୍ଛା। କେଉଁ ଜିନିଷଟା ଆମେ ଇଚ୍ଛା କରିବା। ଆମ ସାଧ୍ୟ ଭିତରେ ଥିବା ଜିନିଷ ହେଉଛି ଆମକୁ ଇଚ୍ଛା କଲେ ମିଳିବ। ଯଦି ଆମ ସାଧ୍ୟ ଭିତରେ ନାହିଁ, ଆମେ ଅଧିକ କିଛି ଆଶା କରିବା, ତାହେଲେ କ'ଣ ସେ ମିଳିବ କି? ଧରନ୍ତୁ 10 ଟଙ୍କାରେ ମିଳୁଥିବା ଜିନିଷ କେତୋଟି ଭିତରୁ ଆମେ ଯଦି କିଛି ଇଚ୍ଛା କରିବା, ତାହେଲେ ତାକୁ ବାଛିକି ଆମେ ଗୋଟେ ଆଣିବାଟା ହେଲା ଆମର ଇଚ୍ଛା। ସେଇଭଳି ଆମ ଇଚ୍ଛା ଯେଉଁ ଜିନିଷଟା ହେବ ଆମେ ତ ତାକୁ ପାଇପାରିବାନି। ତେଣୁ ଆମର ସୀମା କେତେ, ଆମେ କେତେ ଦରର ଲୋକ, ଆମେ ନିଜକୁ ନିଜେ ଚିହ୍ନିପାରିବା ଉଚିତ। ଯେଉଁଦିନ ଆମେ ନିଜକୁ ଚିହ୍ନିବା, ସେଇଦିନ ଆମେ ନିଜ ଭିତରେ ସନ୍ତୋଷ ଆଣିପାରିବା। ଆଉ ଆମେ ଶାନ୍ତିରେ ଜୀବନଯାପନ କରିପାରିବା। ସଙ୍ଗେ ସଙ୍ଗେ ଆମ ପରିବାରକୁ ସୁଖ ସ୍ୱଚ୍ଛନ୍ଦରେ ଭରିଦେବା। ଆଜି ଦୁନିଆରେ ସମସ୍ତେ ଚାହାନ୍ତି ଭଲରେ ରହିବା ପାଇଁ, କିନ୍ତୁ ଭଲରେ ରହିବା କ'ଣ ସବୁଠୁ ଜରୁରୀ? ଖୁସିରେ ରହିବା ଯେତେ ଜରୁରୀ, ଭଲରେ ରହିବା ସେତେ ଜରୁରୀ ନୁହେଁ। ଆମେ ଅଳ୍ପ ଧନରେ ମଧ୍ୟ ଠିକ୍ ଭାବରେ ଚଳିଲେ ସବୁକିଛି ଆମକୁ ମିଳିପାରିବ। ହୁଏତ ଦାମିକା ଜିନିଷ ମିଳିନପାରେ, କିନ୍ତୁ ଆମେ ମୂଲ୍ୟବାନ ଜୀବନ ଯାପନ କରିପାରିବା। ଯଦି ଆମେ ଅଧିକ ଆଶା କରିବା, ତାହେଲେ ଯେଉଁ ପ୍ରବାଦ ଅଛି ଆମେ ଜାଣିଛେ ନା, ପୁଅ ନାହିଁ ନା ପୁଅ ନା ଗୋପାଳିଆ। ଯଦି ଆମ ପାଖରେ ସାଧ୍ୟ ନାହିଁ, ଆମେ ସେତିକି ଆଶା କରିବା, ଇଚ୍ଛା କରିବା, ତାହେଲେ କ'ଣ ପାଇପାରିବା କି? କେବେ ତ ନୁହେଁ। କେବଳ ନିଜେ ଦୁଃଖୀ ହେବା, ଆମ ଚାରିପାଖରେ ଥିବା ଆମ ନିଜ ଲୋକମାନଙ୍କୁ ଆମେ ଦୁଃଖୀ କରାଇବା। ଦ୍ୱିତୀୟରେ ଇଜ୍ଜତ। ଇଜ୍ଜତ ଏମିତି ଗୋଟେ ଜିନିଷ ଯାହା ଥରେ ଚାଲିଗଲେ ଆଉ ଆସିବାଟା ମୁସ୍କିଲ। ଯଦି ଆମେ ସତରେ ଅଛେ, ତାହେଲେ ବହୁତ ପ୍ରମାଣ ଦେଇ ତାକୁ ଆମେ ପାଇପାରିବା। ଅନେକ ସମୟରେ ଭଲ ଲୋକମାନେ ମଧ୍ୟ ନିନ୍ଦାର ବଶବର୍ତ୍ତୀ ହୁଅନ୍ତି। ଲୋକମାନେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ। ଆଉ ସେତେବେଳେ ସେମାନେ ବ୍ୟତିବ୍ୟସ୍ତ ହୋଇ ନିଜ ଜୀବନ ହାରିଦେବାକୁ ଚେଷ୍ଟା କରନ୍ତି। କିଏ ସଫଳ ହୁଏ, ଆଉ କିଏ ବିଫଳ ହୁଏ। ଜୀବନ ହେଉଛି ମୂଲ୍ୟବାନ। ତାକୁ ଆମେ ବଞ୍ଚିବା ପାଇଁ ଅନ୍ୟର ସାହାରା ଦରକାର ନାହିଁ। ନିଜେ ନିଜ ପାଇଁ ଯଥେଷ୍ଟ। ତେଣୁ ଆମେମାନେ ନିଜ ପାଖରେ ଥିବା ଲୋକମାନଙ୍କୁ ହିଁ ଦେଖି। କଥାରେ ଅଛି, ଆଲୋ ସଖୀ ଆପଣା ମହତ ଆପେ ରଖି। ଯଦି ଆମେ ନିଜକୁ ନିଜେ ଚିହ୍ନିଛେ, ତାହେଲେ ଅନ୍ୟକୁ ଡରିବା ଦରକାର ନାହିଁ। ଆମେ ସତରେ ଥିଲେ ସତ ପାଇଁ ଲଢ଼ିବା, ଆଉ ସତ ଦିନେ ନା ଦିନେ ବାହାରକୁ ଆସିବ, ଏହା ନିଶ୍ଚିତ ଆଉ ନିଶ୍ଚିତ। ଏବେ ଆସିବା ତୃତୀୟ ଶବ୍ଦ ଇନ୍ଦ୍ରିୟ। ଇନ୍ଦ୍ରିୟ ପଞ୍ଚେନ୍ଦ୍ରିୟ। ଆମର 5ଟି ଇନ୍ଦ୍ରିୟ ଅଛି। ସେମାନେ ମସ୍ତିଷ୍କ ଆଉ ମନ, ଏ 2 ଜଣଙ୍କ ପରିଚାଳନାରେ ପରିଚାଳିତ ହୁଅନ୍ତି। ଆମେ ମନ କରିବା ଏଇ ଜିନିଷଟା ମୋତେ ଦରକାର, କିନ୍ତୁ ମସ୍ତିଷ୍କ ଆମକୁ କହେ ନା, ତୁ ତାର ଯୋଗ୍ୟ ନୁହେଁ, କିମ୍ବା ତୁ ପାଇବୁ ନାହିଁ କି ପାରିବୁ ନାହିଁ। ସେଇ ଆମ ବଚସା ଭିତରେ, ମସ୍ତିଷ୍କ ଆଉ ମନର ବଚସା ଭିତରେ କିଏ ଜଣେ ଅଛି ଜାଣିଛ? ସେ ହେଉଛି ଆମ ହୃଦୟ। ତେଣୁ କୁହାଯାଏ ନା, ହୃଦୟେ ବସି ନାରାୟଣ ଦିଅନ୍ତି ସର୍ବଦା ଆମକୁ ଜ୍ଞାନ। ଆମେ ହୃଦୟକୁ ପଢ଼ିବା ଉଚିତ। ଆମ ହୃଦୟ ଭିତରେ ସବୁବେଳେ ଜଣେ କହୁଛି, ଏଇଟା ତୋ ପାଇଁ ଭଲ, ସେଇଟା ଖରାପ, ଏଇଠିକି ଯା, ସେଠିକି ଯା, ଇଏ କର, ସିଏ କର, ଏମିତି ବହୁ ଜିନିଷ କହୁଛି ସେ। ଆମେ ତାକୁ ଶୁଣିବା,
ଜାଣିବା, ବୁଝିବା, ତାପରେ କାମ କରିବା। ଅପେକ୍ଷା, ଟିକେ ଅପେକ୍ଷା କରିବା। ବାବା କହିଛନ୍ତି ଆମେ ସବୁର କରିବା, ମାନେ ଆମେ ଅପେକ୍ଷା କରିବା। ସାଇବାବାଙ୍କୁ ଯିଏ ଭକ୍ତ ସେ ନିଶ୍ଚିତ ଜାଣିଛି। ସେ କୁହନ୍ତି ଶ୍ରଦ୍ଧା ସବର। ଶ୍ରଦ୍ଧାର ସହିତ ଅପେକ୍ଷା କଲେ ଆମେ ଫଳ ନିଶ୍ଚୟ ପାଇବା। ଯଦି ଆମେ ସତ୍ ପଥରେ ଯାତ୍ରା କରୁଛେ, ଅସତ୍ ପଥରେ ଯାଉଥିଲେ ତ କିଛି ମିଳିବନି ନା। ତେଣୁ ସତ୍ ପଥରେ ଯିବା, ଅପେକ୍ଷା କରିବା, ଭଗବାନଙ୍କ ଉପରେ ଶ୍ରଦ୍ଧା ରଖିବା, ତାହେଲେ ଆମେ ଫଳ ପାଇପାରିବା। ସେ ଫଳଟି ଆମ ପାଇଁ ଯୋଗ୍ୟ ହୋଇଥିବ। ଦୁନିଆରେ ତ ଅନେକ ପ୍ରକାର ସକ୍ସେସ୍ ଅଛି। ସବୁ ସକ୍ସେସ୍ କ'ଣ ଆମ ପାଇଁ ଠିକ୍? ଆମ ପାଇଁ ଯେଉଁଟା ଠିକ୍ ଆମକୁ ସେଇଟା ମିଳିବ। ତେଣୁ ଆମେ ଆଶାକୁ ସୀମିତ ରଖି ଚାଲିଲେ ସବୁ କିଛି ଠିକ୍ ହେବ। ଆଉ ଇନ୍ଦ୍ରିୟକୁ ଆମେ ନିଜ କଣ୍ଟ୍ରୋଲରେ ରଖିବା ଉଚିତ। ଏବେ ଆମେ ଚତୁର୍ଥ ଶବ୍ଦଟି ଇତିହାସ ବିଷୟରେ କଥା ହେବା। ଇତିହାସ ଯାହା ବିତି ଯାଇଛି, ସେହି ଇତିହାସ ଆମର ହେଉଛି ମୂଳଦୁଆ ବର୍ତ୍ତମାନ ପାଇଁ। ଆଉ ଭବିଷ୍ୟତ ଗଠନରେ ସେ ହେଉଛି ଏକମାତ୍ର ମାଧ୍ୟମ। ଅତୀତରେ ଯାହା ବିତି ଯାଇଛି ତାହା ହେଲା ଇତିହାସ। ଇତିହାସକୁ ଆମେ ଭୁଲିବା ନାହିଁ। ଲୋକେ କହନ୍ତି, ଶାସ୍ତ୍ର କହେ ଗତସ୍ୟ ଶୋଚନା ନାସ୍ତି। ନା, ଗତସ୍ୟ ଶୋଚନା ନାସ୍ତି କହିଦେଲେ ସବୁ କଥା ହେଇଯିବ ନାହିଁ। ଗତ ଜିନିଷ, ଯାଇଥିବା ଜିନିଷକୁ ଆମେ ତର୍ଜମା କରିବା, ଭାବିବା, ଆଲୋଚନା କରିବା, ଗୁରୁଜନଙ୍କ ସହିତ ଡିସ୍କସ୍ କରିବା। ତାହେଲେ ଆମେ କେଉଁଟା ଭୁଲ କେଉଁଟା ଠିକ୍ ବୁଝିପାରିବା। ଆଉ ଅତୀତର ଭୁଲକୁ ଦୋହରାଇବା ନାହିଁ, ତାକୁ ଠିକ୍ କରିବା। ଅତୀତର ଠିକ୍କୁ ଆହୁରି ଠିକ୍ କରି ଆମ ଜୀବନକୁ ସକ୍ସେସ୍ ଆଡ଼କୁ ନେଇଯିବା। ସମସ୍ତଙ୍କ ଲାଇଫରେ ଆଜିକାର ଜମାନାରେ ଗୋଟେ ୱାର୍ଡ଼ କୁହାହେଉଛି, ଯୁବ ସମାଜ କହୁଛି ଗୋଲ୍ ଆଚିଭ୍ କରିବା। ଗୋଲ୍ ଆଚିଭ୍ କରିବା ମାନେ କ'ଣ? ଆମେ ଗୋଟେ ଲକ୍ଷ୍ୟ ରଖିଥିବା, ସେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଧୈର୍ଯ୍ୟ ଦରକାର, ସାହସ ଦରକାର ଏବଂ ଉତ୍ସାହ ମଧ୍ୟ ଦରକାର। ଇତିହାସକୁ ଆମେ ଷ୍ଟଡି କରିବା, ଦେଖିବା, ବୁଝିବା, ଅନ୍ୟମାନଙ୍କ ସହିତ ବସି ଆଲୋଚନା କରିବା। ବାପା ମା' ଠାରୁ ବଡ଼ ଗୁରୁ ଆଉ କେହି ନାହାନ୍ତି। ବାପା ମା' ଦୁନିଆରେ ଆମକୁ ଯେତିକି ଭଲ ଚିନ୍ତା କରନ୍ତି, ତାଠାରୁ ଅଧିକ ଆମେ ମଧ୍ୟ କରୁନୁ। ଆମର ନିଜର ଦାୟିତ୍ୱ ବାପା ମା'ଙ୍କ ଉପରେ ଅଧିକ ଅଛି। ଆମେ ନିଜ ଦାୟିତ୍ୱ ନେଇପାରୁ ନପାରୁ ଏହା କହିବା ଠିକ୍ ନୁହେଁ। କେତେବେଳେ ଆମେ ଖାଇବା, କେତେବେଳେ ଶୋଇବା, ଆମ ସ୍ୱାସ୍ଥ୍ୟ ପାଇଁ କ'ଣ ଭଲ, କ'ଣ ଦରକାର, ଦୁନିଆରେ ଚଳିବା ପାଇଁ କ'ଣ ଆମ ପାଇଁ ଉପଯୁକ୍ତ, ଆମଠୁ ବେଶୀ ଆମ ବାପା ମା' ଜାଣିଥାନ୍ତି। ତେଣୁ କୌଣସି କଥା ନ ଲୁଚେଇ ତାଙ୍କ ସହିତ ସେୟାର କରିବା, ତାଙ୍କ ସହିତ ଆଲୋଚନା କରିବା, ସେ କହିଥିବା କଥାକୁ ଶୁଣିବା। ହୁଏତ ଆମେ କରିପାରୁ କି ନ କରିପାରୁ, କିନ୍ତୁ ଶୁଣିବା ତ ନିହାତି ଦରକାର। ଆଜିର ଆଲୋଚନା ପରେ ଆମେ ଏବେ ଦେଖିବା ଅକ୍ଷର ଶିକ୍ଷା। ଆମେ ଆଜି ଇଂରାଜୀ ଅକ୍ଷର ସିରେ କ'ଣ ହେଉଛି କ'ଣ ନ ହେଉଛି ଆମେ ଦେଖିବା। ଆଉ ଆଜି ଆପଣ ଗୀତାର ଶ୍ଲୋକ ଗୁଡ଼ିକ ଲେଖିଦେଇଛନ୍ତି ନା? ଲେଖନ୍ତୁ, ଏହା ମୋର ଅନୁରୋଧ। ଏ ଦେଖନ୍ତୁ, ଏ ସିଲଟରେ ଏବେ ଆମେ ଆଙ୍କିବା ସି ଅକ୍ଷରରେ ଚିତ୍ରଟିଏ ଆମ ପିଲାଙ୍କ ପାଇଁ। ଏଇ ଦେଖନ୍ତୁ, ସି ଅକ୍ଷରରେ ମୁଁ ଦୁଇଟି ଚିତ୍ର ଆଙ୍କିଛି। ଇଏ ହେଲା ଏମିତି, ତାପରେ ଏମିତି, ଏଠୁ ଡେମ୍ଫ ଲଗେଇଦେବା, ପତ୍ରଟିଏ କରିଦେବା। ଇଏ ହେଲା ଗୋଟେ ଚିତ୍ର। ଆପଣ ୟାକୁ ଅନୁମାନ କରି କହିବେ ଏ କି ଫଳ। ଏବେ କରିବା ଏଇ ଫଳଟି। ଦେଖନ୍ତୁ, ଏପଟ ହେଲା ସି, ଏପଟ ହେଲା ଡି। ତାପରେ ଟିକେ ଲଗେଇଦେବା, ଏଠି ଡେମ୍ଫଟା କରିଦେବା, ପତ୍ରଟା କରିଦେବା, ପିଲାଙ୍କୁ ଦେଖେଇବା। ଦେଖନ୍ତୁ, ଇଏ କ'ଣ ହେଇଛି? ଚିତ୍ର ଦୁଇଟି ଆପଣ ଦେଖନ୍ତୁ
ଆଉ ପିଲାଙ୍କୁ ଶିଖାନ୍ତୁ। ପିଲାମାନେ ଖୁସି ହେବେ, ଆପଣ ବି ତାକୁ ଶିକ୍ଷା ଦେଇପାରିବେ। ଆଜି ଏତିକି, ରହିଲି। ନମସ୍କାର। ଜୟ ଜଗନ୍ନାଥ।